ଲାଞ୍ଜପଲ୍ଲୀ ଗ୍ରାମରେ ବଜ୍ରପାତରେ ଜଣେ ମୃତ। ନମସ୍କାର, ଆପଣ ଦେଖୁଛନ୍ତି ଜାଗୃତି ଖବର। ଏହି ସମୟରେ ଏକ ବଡ଼ ଏବଂ ଦୁଃଖଦ ଖବର ସାମ୍ନାକୁ ଆସୁଛି। ବଜ୍ରପାତ ସାଜିଲା କାଳ, ଚାଲିଗଲା ଆଉ ଏକ ଅମୂଲ୍ୟ ଜୀବନ। ଲାଞ୍ଜିଆପଲ୍ଲୀ ଗ୍ରାମରେ ବଜ୍ରପାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ଆକଳ ବିୟୋଗ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ମୁରଲୀ ସ୍ୱାଇଁ, ବୟସ 35। ସୂଚନା ଅନୁଯାୟୀ ଆଜି ହଠାତ୍ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବଜ୍ରପାତ ହୋଇଥିଲା। ଏହି ସମୟରେ ମୁରଲୀ ସ୍ୱାଇଁ ନିଜ ବାରିପଟ ବିଲରେ କାମ କରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି। ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ବାପୁନି ସେଠୀଙ୍କ ରିପୋର୍ଟ, ଜାଗୃତି ଖବର।